ଏଇଟା କାଲି ମୁଁ ଘରେ ଥିଲି ପ୍ରାୟ 9:25 ବେଳକୁ ଜଷ୍ଟ ବାଥରୁମ୍ ପଶିଥିଲି ଆଉ ସଡ଼ନ୍ ଗୋଟେ ଆବାଜ ଆସିଲା ମାନେ ଗୋଟେ ବାଣ ଫୁଟିବାର ମାନେ ଢା ଆବାଜଟେ ଆସିଲା ସଡ଼ନ୍ ଅଲ୍ ଅଫ୍ ସଡ଼ନ୍ ମୁଁ ଘରୁ ଭିତରେ ଦେଖିଲି କିଛି ଫଟାଫଟି ହେଇନି ବାହାରକୁ ପଳେଇ ଆସିଛି ଘର ବାଟକୁ ସାଇଡ୍ ବିଲ୍ଡିଂଟା ତାପରେ ଦେଖିଲା ବେଳକୁ ହୋ ହଲ୍ଲା ହେଉଛନ୍ତି ଇମିଡ଼ିଏଟ୍ ଦେଖିଲି ଯେ ଉପର ଘରେ ଯେଉଁ ଲେଡ଼ିଜ୍ ଥିଲେ ସେ କହିଲେ କି ଏମିତି ଏମିତି ଫାୟାରିଂ ହେଇଛି ତାପରେ ପାଖରେ ଆମର ଜଣେ ଭାଇ ଡ୍ରାଇଭର ଅଛି ତାଙ୍କ କାର୍ରେ କହିଲି ତାକୁ ହସ୍ପିଟାଲ ନେଇଯା ସେତେବେଳକୁ ସେ ଇଞ୍ଜୋର୍ଡ ଥିଲେ ଜଙ୍ଘରେ ଗୁଲିଟା ବାଜିଥିଲା ଆଉ ଇନସିଡେଣ୍ଟ ତାପରେ ମାନେ ହସ୍ପିଟାଲ ଗଲେ ମୁଁ ଥାନାକୁ ଇନଫର୍ମେସନ୍ ଦେଇଦେଲି ଆଇଏସ୍ସିଙ୍କୁ ଆଉ ବାକି ଷ୍ଟାଫ୍ମାନଙ୍କୁ ଇମିଡ଼ିଏଟ୍ ଆସିକରି ସେମାନେ ପୁଣି ତାକୁ DHH ପଠେଇକରି DHH ଟ୍ରିଟମେଣ୍ଟର ଇଏ କରିକି ବୁର୍ଲା ରେଫର୍ କରୁଛନ୍ତି। ଆଚ୍ଛା ଯୋଉଟା ଆପଣ ଶୁଣାଶୁଣି ହେଉଥିଲା କିଏ ଆସିଥିଲେ କେମିତି ଆସିଥିଲେ କିଛି ମାନେ ଜଣା ତ ପଡ଼ିନି କିନ୍ତୁ କେମିତି ଆସିଥିଲେ କେଉଁ ଢଙ୍ଗରେ ଘର ଭିତରେ ନାଇଁ ଯାହା ଶୁଣିବାରେ ହିୟର୍ସେ ୱିଟନେସ୍ ଯାହା କହୁଛନ୍ତି somebody coming with a vehicle he is wearing helmet a mask ପିନ୍ଧିଥିଲା that's all CC କ୍ୟାମେରାଟା ବି ବନ୍ଦ ଥିଲା ସେଥିରେ କ୍ଲୁଟା ମିଳିପାରିଲାନି। ଘର ଭିତରକୁ ଯେତେବେଳେ ପଶିକି ଗୋଟେ ମହିଳାଙ୍କୁ ଆକ୍ରମଣ ହେଉଛି ତେବେ ଆଇନ ଶୃଙ୍ଖଳାରେ ଦେଖନ୍ତୁ ମୁଁ ଏଠି ସର୍ବାଲେ 55 ବର୍ଷ ଭିତରେ ମୁଁ ଏଠି ଜନ୍ମରୁ ଅଛି ଏମିତିଆ ଇସ୍ୟୁ ଏଇଟା ଫାର୍ଷ୍ଟ ଟାଇମ୍ ହେଇଛି ଆଗରୁ ଏସବୁ ଏଥିପାଇଁ ଲାଇଭ୍ ରିକ୍ସ ହେଇଗଲାଣି ସାର୍ ମାନେ ଏଥିରେ ଲ ଆଣ୍ଡ ଅର୍ଡ଼ରର ବି ଟିକେ ଇଏ ରହୁଛି ସାର୍ ଆଉ ପେଟ୍ରୋଲିଂ ବି କରୁଛନ୍ତି ପୋଲିସ ତାଙ୍କ ସାଇଡ଼ରୁ ଇଏ କରୁଛନ୍ତି କିନ୍ତୁ ଏଇଟା ହ୍ୱାଟ୍ ଇଜ୍ ଦ ମେନ୍ ରିଜନ୍ ବିହାଇଣ୍ଡ ଇଟ୍ ୱି ଡୋଣ୍ଟ